ଏବେ ଦେଖ ଗତକାଲି ଗୋଟେ ମୁଁ ଦେଖୁଥିଲି ଏ ଆମର ଯୋଉ କଣ ସେଟା ଖଜୁରୀ ବାହୁଙ୍ଗା ପର୍ବ। ହଁ ଲୋକମାନେ ସମସ୍ତେ ଯୀଶୁ ବନି ଯାଇଥିଲେ, ବଡ ବଡ ପାଳକ ମାନେ। ସେଟା ତ କହୁଛି ହେଲା ସମସ୍ତେ ଯୀଶୁ ବନି ଯାଇଥିଲେ। ନାଚ ଗୀତ ରୁଟି ନାଟ ସେଇଟା ହଉଛନ୍ତି ଆକ୍ଟିଂ କରୁଛନ୍ତି ଆଉ। ହଁ ପରା, ନାଇଁ ସେଇଟା କେତେଟା ତ ଆକ୍ଟିଂ, କେତେଟା ସେମାନେ ନିଜକୁ କଣ ବୋଲି ଭାବିଲେ ବଡ ଜଣେ ପଞ୍ଜାବର ଜଣେ ବଡ ପ୍ରଫେଟ ନା କହିବିନି। ନାଇଁ ନା ଦରକାର ନାହିଁ। ସିଏ କଣ କରିଛି ଦି ସାଇଡରେ ଲୋକମାନଙ୍କୁ ତାଙ୍କର ଚର୍ଚ୍ଚ ବିଶ୍ୱାସୀ ମାନେ ଅଛନ୍ତି, ଆଉ ସେମାନେ ମଝିରେ ଯାଉଛି, ସେମାନେ କପଡା ବିଛେଇ ଦଉଛନ୍ତି, ଖଜୁରୀ ଆଉ ପତ୍ର ଯାକ ବିଛେଇ ଦଉଛନ୍ତି। ଦେଖିଥିଲେ ଫେସବୁକରେ ତ? ହଁ ଦେଖିଛ ପରା। ହଁ ଇଏ ଆଉ ସେଇଠି ମଝିରେ ଯାଉଛି, ଆଉ ସେମାନେ ଆଶୀର୍ବାଦ କରି 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 ଯାଉଛି। ତାପରେ ଆଉ ଜଣେ ଗଧ ଉପରେ ବସିକି ନା କଲା। ହଁ ହଁ ଗଧ ଉପରେ ଜଣେ ବସିକି ଯାଉଛି। ଆରେ ଭାଇ ସେତିକି କରିପାରୁଛ, ଗଧ ଉପରେ ବସିକି ଯାଇପାରୁଛ, ଆହୁରି କଣ ତାର ପୂର୍ବ ଦିନ ଗୁଡିକରେ କଣ କରିଛନ୍ତି ନାଇଁ ସମସ୍ତ ମଣ୍ଡଳୀର ବିଶ୍ୱାସ ପାଦ ପ୍ରକ୍ଷାଳନ କରିଦେଇଛନ୍ତି। କାହିଁ ଖ୍ରୀଷ୍ଟ କରିଥିଲେ ପାଦ ପ୍ରକ୍ଷାଳନ। ଖ୍ରୀଷ୍ଟ କଣ ଦେଖେଇଲେ? ପାଦ ସତରେ ପାଦ ଧୋଇବା ପାଇଁ କହିଲେ କି? ସେ ଏ ପ୍ରକାର କର ଗୋଟେ ସେ ନମୁନା ଦେଖେଇଲେ। ନିଜକୁ ନମ୍ର କର। ଖ୍ରୀଷ୍ଟ ଈଶ୍ୱର ହେଲେ ବି ସେ ନିଜକୁ ନମ୍ର କଲେ। ଆମର ପାଦ ଧୋଇଲେ ଗୋଟେ ସେବା। ତମେ ଖ୍ରୀଷ୍ଟଙ୍କ ସ୍ଥାନକୁ କେବେ ନେଇପାରିବ ନାହିଁ। ନେଇପାରିବ କି? ଖ୍ରୀଷ୍ଟଙ୍କ ସ୍ଥାନକୁ ଆମେ ନେଇପାରିବା କି? ନାଇଁ ଆମେ ନେଇପାରିବା ନାହିଁ। ହେଲେ ଇଏ ଏଇଠି ଗଧ ଉପରେ ବସିକି ଯାଉଛି, ସମସ୍ତଙ୍କୁ ଆଶୀର୍ବାଦ କରି କରି ଯାଉଛି। ଆଗେ କହିଲା ମୁଁ ଖ୍ରୀଷ୍ଟଙ୍କ ପରେ ସେ ପାଦ ଧୋଇଦେଲା। ଏବେ ଗଧ ଉପରେ ବସେଇ ଗଲା। ତାହେଲେ ଆଉ ଆଗକୁ କାହିଁ କରୁନ? କ୍ରୁଶ ଉପରେ ବହନ କରିକି ଯାଅ, ଆଉ ଚଢିଯାଅ କ୍ରୁଶ ଉପରେ, କଣ୍ଟା ତମକୁ ମରା ହବ, ଆଉ ବକ୍ଷ ଦେଶରେ ବର୍ଷା ଦ୍ୱାରା ଆଘାତ କରାହବ। ସେଇଟା ବି କର। ନହେଲେ ଆହୁରି ସେଇଟା ପୂର୍ବରୁ ଆଉ ଗୋଟେ ଅଛି 39 କରଡ଼ା ପ୍ରହାର ଖାଅ। ସେଇଗୁଡା ତ କରିବ, ଏଇଗୁଡା କାହିଁ କରୁଛ? ହଁ କି ନାଇଁ? ଏଇଗୁଡାକ କିଛି ନୁହଁ। ଆଉ ବାଇବଲ ଲେଖା ହେଇଛି ଗୁରୁ ଗୁରୁ ସମସ୍ତେ ଗୁରୁ ନୁହନ୍ତି। ଗୁରୁ କେବଳ ଜଣେ, ସେ ହଉଛନ୍ତି ଖ୍ରୀଷ୍ଟ। ଆଉ ଆମେ ଖ୍ରୀଷ୍ଟଙ୍କ ପରି ହେବା କହିଲେ, ଆଉ ତାଙ୍କର ଯୋଉ ଲେଖା ତାଙ୍କର ଯୋଉ ଆଉ ଶାରୀରିକ ଭାବରେ ଦୁଃଖ କଷ୍ଟ ଉଠେଇକି ଯୋଉ ଗଲେ, କ୍ରୁଶ ବହନ କଲେ, ସେଇଗୁଡାକ ସବୁ ଆମେ ଅକ୍ଷରେ ତାଙ୍କ ପରି କଲେ ହବ କି? କୋଉ ଜାଗାରେ ଆଉ ନମ୍ରତା ବିଷୟରେ ଗୋଟେ ନମୁନା ଦେଖେଇଛନ୍ତି, ସେଗୁଡାକ ସେଟା ଆମେ କୋଉଟା ଲକ୍ଷ୍ୟ କରିକି ସେ ନିଜକୁ ନମ୍ର କରିବା ପାଇଁ କହିଲେ, ସେବା କରିବା ବିଷୟରେ କହିଲେ, ଏଗୁଡାକ ସିନା ଆମେ କରିବା। ଏମିତି ବର୍ତ୍ତମାନ ବାହାରୁନାହାନ୍ତି କି? ଆମର ଏଇପଟେ ଟିକେ ଯାକ ଅଛି, ସେମାନେ ପାଦ ପ୍ରକ୍ଷାଳନ କରୁଛନ୍ତି ବିଶ୍ୱାସୀ ମାନେ।